କ'ଣ ନା ମୁଜାକୁ ହୋଇ ସଦୟ ଜ୍ଞାନତା ହୃଦୟରୁ ଉଦୟ। ଆମର 3ଟା ହୃଦୟ ଅଛି, ଆପଣମାନେ ସମସ୍ତେ ଜାଣିଛନ୍ତି। ସହସ୍ରା ହେଉଛି ପ୍ରଥମ ହୃଦୟ, ଆଜ୍ଞା ହେଉଛି ଦ୍ୱିତୀୟ ହୃଦୟ। ଆମ ଶରୀର ଭିତରେ ଗୋଟେ ହାର୍ଟ ଅଛି ଲେଫ୍ଟ ସାଇଡ଼ରେ, ସେଇଟା ହେଉଛି ତୃତୀୟ ହୃଦୟ। ସମସ୍ତଙ୍କର ଧାରଣା ଆମ ହାର୍ଟରୁ ହୃଦୟଟା ଯେଉଁ ଶରୀର ଭିତରେ ଯେଉଁ ହୃଦୟଟା ରହିଛି, ସେଇ ହୃଦୟରୁ ଜ୍ଞାନ ଆସୁଛି, ସେଇ ହୃଦୟରେ ଭଗବାନ ଅଛନ୍ତି, ସେଇ ହୃଦୟକୁ ଧ୍ୟାନ କର। ଭାରତବର୍ଷରେ ଅନେକ ସାଧୁସନ୍ଥମାନଙ୍କ ଭିତରେ ଏଇ କନସେପ୍ଟଟା ରହିଛି, କିନ୍ତୁ ଏହା ଭୁଲ। ଭଗବତ ଗୀତାରେ ଉଲ୍ଲେଖ ଅଛି, ଈଶ୍ୱର ସର୍ବଭୂତାନାଂ ହୃଦୟେଷୁ ଅର୍ଜୁନ ତିଷ୍ଠନ୍ତି। ଈଶ୍ୱର ସର୍ବଭୂତାନାଂ ହୃଦୟେଷୁ ଅର୍ଜୁନ ତିଷ୍ଠନ୍ତି। ତେଣୁ ହୃଦୟରେ ଭଗବାନ ଅଛନ୍ତି ବୋଲି ଭଗବତ ଗୀତାରେ ଭଗବାନ ଏକଥା ଅର୍ଜୁନକୁ କହିଛନ୍ତି। ଦେଖନ୍ତୁ, ଶରୀରଟା ପଞ୍ଚଭୂତରେ ଗଠିତ, ପୃଥ୍ୱୀ, ଜଳ, ଅଗ୍ନି, ବାୟୁ, ଆକାଶ। ତାପରେ ଆଜ୍ଞାଚକ୍ର ହେଉଛି ଶୂନ୍ୟ, ସହସ୍ରା ହେଉଛି ମହାଶୂନ୍ୟ। ତେଣୁ ସାଧନା କରି 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 ଚାଲିଲେ ଆପଣ ପୃଥ୍ୱୀ ମିଶିଯିବ ଜଳରେ, ଜଳ ମିଶିଯିବ ଅଗ୍ନିରେ, ଅଗ୍ନି ମିଶିଯିବ ବାୟୁରେ, ବାୟୁ ମିଶିଯିବ ଆକାଶରେ, ଆକାଶ ମିଶିଯିବ ଶୂନ୍ୟରେ, ଶୂନ୍ୟ ମିଶିଯିବ ମହାଶୂନ୍ୟରେ। ଯେତେବେଳେ ମହାଶୂନ୍ୟରେ ଆପଣ ମିଶିଯିବ, ସେତେବେଳେ କଞ୍ଚା ମୁଁ ନାହିଁ କି ପାଚେଲା ମୁଁ ନାହିଁ, ସେଠି କିଛି ନାହିଁ, କମ୍ପ୍ଲିଟଲି ଭ୍ୟାକୁମ୍ ବା ଶୂନ୍ୟ ସତା। ଭାଗବତର ଉଲ୍ଲେଖ ଅଛି, ମୋଘରେ ଜ୍ଞାନ ଦୀପ ଜାଳି ଅଜ୍ଞାନ ଖଣ୍ଡ ବନମାଳି। ପ୍ରଭୁଙ୍କ କୃପା ହେଲେ, ସାଧନା ହେଲେ, ଜ୍ଞାନର ଆଲୋକ ନିଜ ଭିତରେ ଜଳେ। ସେଇ ଜ୍ଞାନର ଆଲୋକ ଆସିଲେ ଅଜ୍ଞାନ ରୂପକ ଅନ୍ଧକାର ଆମ ଭିତରୁ ଦୂରେଇ ଯାଏ। କଞ୍ଚା ମୁଁଟା ରୂପାନ୍ତରିତ ହୋଇ ପାଚଲା ମୁଁରେ ପରିଣତ ହୁଏ। ଭଗବତ ଗୀତାରେ ଗୋଟେ ଶ୍ଲୋକ ଅଛି, ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ କୁରୁତେ ତଥା। ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ କୁରୁତେ ତଥା। ତେଣୁ ଜ୍ଞାନର ଅଗ୍ନି ଯେତେବେଳେ ନିଜ ଭିତରେ ଜଳିବ, ସର୍ବକର୍ମାଣି, ସର୍ବ ବୋଇଲେ ପ୍ରାରବ୍ଧ ସଞ୍ଚିତ କ୍ରିୟମାଣ ସମସ୍ତ କର୍ମ, ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ କୁରୁତେ ତଥା। ତେଣୁ ସମସ୍ତ କର୍ମ ଏ ଜ୍ଞାନ ରୂପ ଅଗ୍ନିରେ ଜଳି ପୋଡ଼ି ପାଉଁଶ ହେଇଯାଏ। ସେସବୁ କ'ଣ ଥାଏ ନା ପାଉଁଶ। ସେ ପାଉଁଶର ଦେଖିଥିବେ କୌଣସି ଅସ୍ତିତ୍ୱ ନଥାଏ। ଯଦି ସାମାନ୍ୟ ଟିକେ ପବନ ପ୍ରବାହିତ ହେବ, ପାଉଁଶ ଉଡ଼ିକି କେଉଁଠି ପଞ୍ଚଭୂତରେ ଲୀନ ହେଇଯିବ, ଆପଣ ତାକୁ ଧରିପାରିବେ ନାହିଁ। ଯେତେବେଳେ ଜ୍ଞାନାଗ୍ନି ଜଳି ଉଠିବ, ସେଠି କଞ୍ଚା ମୁଁ ନାହିଁ କି ପାଚେଲା ମୁଁ ନାହିଁ, ସେଠି କିଛି ନାହିଁ। ତେଣୁ ଆମ ଭିତରେ ଜ୍ଞାନାଗ୍ନି କେମିତି ଜଳି ଉଠିବ, ସେଥିପାଇଁ ଗୁରୁଙ୍କର ସାନ୍ନିଧ୍ୟ ଲାଭ କରିବା, ଗୁରୁଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା, ଆଉ ନିଷ୍ଠାର ସହିତ ପ୍ରାକ୍ଟିସ୍ ୱିଥ୍ ଲଭ୍, ପ୍ରାକ୍ଟିସ୍ ୱିଥ୍ ଲଭ୍, ପ୍ରେମର ସହିତ, ଭକ୍ତିର ସହିତ, ଭାବର ସହିତ ଯଦି ଆମେ କ୍ରିୟା ଅଭ୍ୟାସ କରି 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 ଚାଲିବା, ତାହେଲେ ଆମ ଭିତରେ ଜ୍ଞାନ ଆଗ୍ନି ଜଳି ଉଠିବ, ଅର୍ଥାତ୍ ପରାବସ୍ଥା ହେବ। ପରାବସ୍ଥା ହେଲେ ଆମ ଭିତରେ ଜ୍ଞାନର ଅଗ୍ନି ଜଳି ଉଠିବ। ତେଣୁ ଯେପର୍ଯ୍ୟନ୍ତ ଆମର ପରାବସ୍ଥା ନ ହେଇଛି, ଆମ ଭିତରେ ପ୍ରାରବ୍ଧ ସଞ୍ଚିତ କ୍ରିୟମାଣ ହିଁ ରହିବ। କ୍ରିୟମାଣରୁ ସୃଷ୍ଟି ହୁଏ ସଞ୍ଚିତ ଓ ପ୍ରାରବ୍ଧ। ଆମେ ଯାହା ଭୋଗ କରୁଛେ ତାହା ହେଉଛି ପ୍ରାରବ୍ଧ। ଯାହା ଭୋଗ ନ ହୋଇ ଆମ ଚିତ୍ତରେ ବୃତ୍ତି ଆକାରରେ ଅଛି, ତାହା ହେଉଛି ସଞ୍ଚିତ। କ୍ରିୟମାଣ
आमे जहा करूचे। तेणु क्रियमाणरू संचित आउ प्रारब्ध सृष्टि होउछि। जे पर्यंत आम भितरे कर्ता भाव रहिछि बा मो मोर भाव रहिछि, आमे निजुको परम पिता परम ब्रह्म पाखरे समर्पण न करिचे एवं साधना करी आमर मन प्राण सहस्रारे स्थित न होइछि, से पर्यंत आपण जेते विचार करंतु, जेते चिंता करंतु, जेते भावंतु, जेते सत्संगर आश्रय नियंतु, जेते मठबाड़ी आश्रम जातु, आपणकर परा अवस्था हबना। यदि समस्ते क्रिया करी चलती वैराग्यर सहित, श्रद्धार सहित, भक्तिर सहित जदि क्रियाभ्यास करी चलती, प्रभु कृपा हेले, गुरु कृपा हेले परावस्था हुए। बिना भगवत कृपारे, गुरु कृपारे परावस्था केतबले हुए ना। परावस्था अर्थ शून्य अवस्था, थॉटलेस स्टेज नुह, थॉटलेसनेस स्टेज, संपूर्ण शून्य। तेणु साधना जे आमे केतबले करिबा। तेणु आमे भावुचे सकाळे टिके ध्यान रे बसिबा, संध्या बेले टिके ध्यान रे बसिबा, आउ दिन सारा समस्त भौतिक कर्म रे ए मटेरियल वर्ल्ड रे आमे बुड़ी रहिबा। ता द्वारा ईश्वर दर्शन, ईश्वर प्राप्ति बा उपलब्धि केबे संभव परनु। भगवत गीतार उल्लेख अछि, तस्मात् सर्वेषु कालेषु योगयुक्त भवार्जुन। हे अर्जुन, तू मो सहित तस्मात् सर्वेषु कालेषु, सबु समय सबु काल रे तू मो सहित योगयुक्त अवस्था रह। आपण संसार रे रुहंतु, किछि जाए से नहीं, किंतु तांकु भूलंतु नहीं। तांकु सबुबले मने पकांतु, तांकु सबुबले स्मरण करंतु, सबुबले तांकु दर्शन करिया पई चेष्टा करंतु, आउ सबुबले चिंतन करंतु, हे भगवान मु तुमर, तुमे ही मोर। मु केते दिन रहिबी मु जानी नहीं, को दिन ए निर्दिष्ट श्वास पुंजीर शेष हो से दिन से मुहूर्त को मो अजଣା राइज को चली जीवी से ज्ञान भी मोर ना। तुम्हें जन्म पूर्वर मो साथी रे थिल, जन्म हैला परे तुम्हें मो साथी रे अछ, मरला बेले मरला परे मध्य तुम्हें मो साथी रे रहिबो। हे प्रभु मु ए कथा को भूली जाऊँ। तेणु मु दीक्षा ग्रहण करिछि, गुरुंक संस्पर्श रे आसीछि, आ साधना करुछि। तुम्हें थेल मु अनुभव करिवि, तुम्हें अछ अनुभव करिवि, तुम्हें रहिबो मध्य मु ता अनुभव करिवि। मते कृपा कर, कारण मु तुमर, तुमे मोर। तुम बिना मोर आउ केही नाहांती। जेतबले मन सबु कर्मरु निवृत्ति हब, केवल ईश्वर चिंतारे भगवत चेतनारे बुड़ी रहिबो, सेतबले ईश्वर कार्य व्यतीत द्वितीय कार्य आपणकर नथिबो। सेतबले आपण भगवान भक्त ही जिवे। मु भक्त जनर अधीन, मु तो भक्त नुहे भिन्न। सेतबले भगवान कौन हेबे ना तुमर अधीन हो जिवे। समस्ते भगवान अधीन, किंतु भगवान परम पिता परम ब्रह्म भक्त जनर अधीन। भगवान कहते मो तो भक्त नुहे भिन्न। मो ठारू भक्त केबे भिन्न नुहति। भक्त भगवान अभिन्न, तिले मात्र नहीं भेद। तेणु से आदौ भेद ना।
ତେଣୁ ଯେତେବେଳେ ତାଙ୍କରି କାର୍ଯ୍ୟ ଯଦି ଆପଣ କରି ବସିଲେ 24 ଘଣ୍ଟା ସବୁ ସମୟରେ, ତାହେଲେ ଭଗବାନଙ୍କର କୃପା, ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଝରି ପଡ଼ିବ। ତେଣୁ ଅନେକ ଜନ୍ମ ସାଧନା କରି କରି ଯେଉଁମାନେ ଆସିଛନ୍ତି, ଯାହାଙ୍କ ଭିତରେ ଜନ୍ମରୁ ରଜଗୁଣ ନାହିଁ, ତମଗୁଣ ନାହିଁ, ସାତ୍ତ୍ୱିକ ଭାବରେ ତାଙ୍କ ମନ, ହୃଦୟ, ଶରୀର ପରିପୂର୍ଣ୍ଣ ହୋଇଅଛି, ସେଇମାନେ କେବଳ ଭଗବତ କାର୍ଯ୍ୟରେ ବ୍ୟସ୍ତ ରହନ୍ତି।